ଏବେ ସାଙ୍ଗମାନେ ବର୍ତ୍ତମାନ ମୁଁ ଆସିକି ଆମ ମାମୁଁ ଘରେ ପହଞ୍ଚାଇଛି। ଇଏ ହେଉଛନ୍ତି ମୋ ମାମୁଁ ବଡ଼ ଝିଅ, ଆଉ ଇଏ ହେଉଛି ମୋ ମାମୁଁ ସାନ ପୁଅ। ଆଉ ଆଉ ମୋ ଆଈ ବର୍ତ୍ତମାନ ଯାଇଛି, ସେପଟ ଆଡ଼େ କୁଆଡ଼େ ଯାଇଛି ବୁଲିବାକୁ। ଦେଖିବା ଆଈ କୁଆଡ଼େ ଯାଇଛି, ଆଈ ସାଙ୍ଗରେ କଥା ଟିକେ ହେଇଯିବା। ତାପରେ ମୁଁ ତ ଆସିଥିଲି ମାମୁଁ ଘରକୁ ଆସିନଥିଲି, ମୁଁ ଗୋଟେ ଭଡ଼ାରେ ଆଡ଼େ ଆସିଥିଲି। ତ ସେଥିପାଇଁ ଭାବିଲି କି ଯାଉଛି ମାମୁଁ ଘର ଟିକେ ବୁଲାବୁଲି କରିବି, ତାପରେ ଘରକୁ ଯିବି। ତ ସେଥିପାଇଁ ମାମୁଁ ତ ବର୍ତ୍ତମାନ ପାଇଁ ନାହାନ୍ତି। ଆଉ ଏଠି ଏଠି ବର୍ତ୍ତମାନ ଦେଖନ୍ତୁ, ଏଠି ମୋ ମାଇଁ, ବଡ଼ ମାଇଁ। ଆଉ ଆମେ ଯିବା ଆଈକି ଟିକେ ଦେଖା କରିବା, ତାପରେ ପୁଣି ଯିବା ହାରି। ତୁ କାହିଁ ହସୁଛୁ ବାବା? କାହିଁ ହସୁଛୁ? କାହିଁ ହସୁଛୁ? ଆଈ କ'ଣ କରୁଛୁ? ଗାଧଉଛୁ? ତ ଏବେ ଫ୍ରେଣ୍ଡସ୍ ଦେଖନ୍ତୁ, ଏଠି ଆମର ଆଈ ବର୍ତ୍ତମାନ ଗାଧଉଛି। ଆଉ କ'ଣ କରିବା? ଆଉ ତ ଏବେ ଆସିବି, ମୁଁ ଆସିବି ଯେ ଏମିତି ଯାଇନି, ମୁଁ ଯାଉଛି ଫେର ଟିକେ ଅସ୍ତରଙ୍ଗ। ହଁ ମୁଁ ଆସିବି, ତଥାପି ସେ ଗଲେ ତ ସେଠି କ'ଣ ପାଇଁ ଯାଉଛନ୍ତି ମୁଁ ଜାଣିନି। ସେଠି ଗଲେ ଦେଖିବା କ'ଣ ହଉଛି। ହଉ ହଁ ମୁଁ ଆସିବି। ହଉ ମୁଁ ଆସୁଛି। ଆଇଲେ କଥା ହବା। କ'ଣ କହିଲ? ଭିଡ଼ିଓ ତ ଏବେ ମାଇଁ କହୁଛନ୍ତି କି ଯେଉଁ ମୁଁ ୟୁଟ୍ୟୁବରେ ଯେଉଁ ଭିଡ଼ିଓ ସବୁ ପକାଏ, ସେସବୁ ଭିଡ଼ିଓ କହୁଛନ୍ତି ଟିକେ ଦେଖିବା ପାଇଁ। କ'ଣ କରିବା, ମୋ ଟାଇମ୍ ବି ଟିକେ କମ୍ ଅଛି। ତ ମୁଁ ଯାହାଙ୍କୁ ନେଇକି ଆସିଛି ଭଡ଼ାରେ, ସିଏ ବର୍ତ୍ତମାନ ବାହାରିଲେଣି ଯିବା ପାଇଁକି ଅଲଗା ଜାଗାକୁ ଗୋଟେ, ସେଥିପାଇଁ ଲେଟ୍ ହେଲାଣି। ତ ମୁଁ ପୁଣି ଯଦି ଟାଇମ୍ ମିଳିବ ତ ଆସିବି, ଆସିଲେ ଏଠି ପୁଣି କଥା ହେବା। ତ ଏବେ ଚାଲନ୍ତୁ ଯିବା। ତ ଏବେ ସାଙ୍ଗମାନେ ବର୍ତ୍ତମାନ ମୁଁ ପୁଣି ଆସିଯାଇଛି ପୁଣି ମାମୁଁ ଘରକୁ, ପୁଣି ଦେଖିବା, ଚାଲନ୍ତୁ ଯିବା। ଏ ଝିଅ ଚାଲିଛି, ଆଈର ଆଜି ନଖ କାଟିଦେବା। ଆଜି ନଖ କାଟିଦେବା। ଦେଖିବା, ଆଈର ନଖରା ବଢ଼ି ଯାଇଥିଲା, ଆଈ ମୋତେ କହୁଥିଲା ଗଲାବେଳେ, କିନ୍ତୁ ମୁଁ ତାକୁ କାଟି ନଥିଲି। ତ ଲେଟ୍ ହେଇଗଲା ମୋର ଯିବା ପାଇଁ, ଆଉ ମୁଁ ସେଥିପାଇଁ ପୁଣି ଆସିଛି। ଦେଖିବା ଏବେ ଯିବା। ଆଈର ନଖ ଯେଉଁ ବଡ଼ ବଡ଼ ହେଇଯାଇଛି ତାକୁ ମୁଁ ବର୍ତ୍ତମାନ କାଟିଦେବି। ଝିଅ ତମର ଏଠି କ୍ୟାମେରାଟାକୁ ଟିକେ ଧ। ଏ ଯେଉଁ ପୁରୁଣା ଘର ଦେଖୁଛନ୍ତି ସାଙ୍ଗମାନେ, ଏ ଘର ପ୍ରଥମେ ଯେତେବେଳେ ଥିଲା, ମୋ ଅଜା ଯେତେବେଳେ ବଞ୍ଚିଥିଲେ, ତ ଏ ଘରଟି ତିଆରି ହେଇଥିଲା। ତ ଏବେ ଅଜା ଆମର ବର୍ତ୍ତମାନ ତ ନାହାନ୍ତି, ଛାତ ଘରେ ସମସ୍ତେ ରହିଲେ, ତ ଏ ଘର ପ୍ରତି କେହି ଧ୍ୟାନ ଦେଲେନି। ତ ସେଥିପାଇଁ କି ଏ ଘର ପୁରା ଭାଙ୍ଗିଗଲାଣି, ଆଉ କିଛି ନାହିଁ। ଘର କିନ୍ତୁ ବହୁତ ସୁନ୍ଦର ଘର ଥିଲା, କିନ୍ତୁ ମୋତେ ଛାତ ଘରଟାରେ ଏ ଘର କିନ୍ତୁ ବହୁତ ସୁନ୍ଦର ଲାଗୁଥିଲା ଆଗରୁ। ଏ ଘର ଆଉ ତ ଘର ହେଇକି ନାହିଁ, ଭାଙ୍ଗି ଯାଇଛି ପୁରା। ଆଉ ଆଇଏ ନଖ ଦେ କାଟିଦେବା। ହଁ ଦେଶୀ ହାତ ଆଗ ଦେ ଆରମ୍ଭ କରିଦେବା। ସାଙ୍ଗମାନେ ବର୍ତ୍ତମାନ ଆଈର ମୁଁ ଆଜି ନଖ କାଟି ଦଉଛି, ତ ଆସିଛି ଦେଖିବା। କାଟୁଛି ମୁଁ ବାଉଁଆଟା ଟିକେ, ମୁଁ ବାଉଁଆଟା ତ ସେଥିପାଇଁ ବାଁ ହାତରେ ଏଇଟା ଧରିକି ବାଁ ହାତରେ କାଟୁଛି। ଡାହାଣ ହାତରେ ମୋର ଅଭ୍ୟାସ ନାହିଁ, ମୁଁ ଡାହାଣ ହାତରେ କାଟି ପାରିବିନି। ମୁଁ ତତେ କହୁନି ଭାଇ, ମୁଁ ସାଙ୍ଗମାନଙ୍କୁ କହୁଛି। କାଟିଲା କାଟୁଛି ତାକୁ, ନଖ ତ ବହୁତ ଟାଣ ହେଇଗଲାଣି। ଆଉ କ'ଣ କରିବା? କାହିଁକି ମରିବା ତ ସମସ୍ତେ ମରିବା ଦିନେ ନା ଦିନେ, କିଏ ବଞ୍ଚିବ କି? ପିଲାରା କ'ଣ, ବୁଢ଼ାରା କ'ଣ, ପିଲାମାନେ ବି ଚାଲିଯିବେ କେତେବେଳେ। ତୋ କାମ କ'ଣ କରିଦେବୁ? ତୋ କାମ କ'ଣ ଆଉ ରହିଯିବ? ତୋର ଆୟୁଷ କାହାର କହିଲୁ ବା, ବୟସ କାହାର କହିଲା ଭଳିଆ ଚିରସ୍ଥାୟୀ ନୁହଁ। ଚିରସ୍ଥାୟୀ କେତେବେଳେ କାହାର ସମୟ ପଡ଼ିଯିବ ତୁ ଜାଣିପାରିବୁନି। ତୁ ଭାବିବୁ ତୁ ବୁଢ଼ୀ ହେଇଗଲା, ଆଗୁଆ ଚାଲିଯିବୁ ବୋଲିକି, କିନ୍ତୁ ହବନି। କିଏ ବା କେଜାଣି, ମୁଁ ଜାଣିନି।
କାଶଟା କାହିଁ ହେଲା ବେ ଥଣ୍ଡାରୁ ହେଲା ବୋଧେ। ହଁ ତ ସାଙ୍ଗମାନେ ମୁଁ ଆଜି ମାମୁଁ ଘରୁ ଆସିଥିଲି, ଗାଧେଇ ନଥିଲି ତ ସକାଳୁ, ତ ଭୋରୁ ପୁରା ଅନ୍ଧାରୁ ଆସିଥିଲି 4ଟା ରାତିରୁ। ଆସିକି ଏଇଠି ଗାଧେଇ ପଇଲି ଯେ ଥଣ୍ଡା ଜୋର ଥଣ୍ଡା ହେଇଯାଇଛି। ଥଣ୍ଡା ଏବେ କେତେଟା ବାଜିବଣି 4ଟା ହବଣି ବୋଧେ, 2ଟା ବଣି 2ଟା ହେଲା। 2ଟା କେତେ ଟଙ୍କା କଣ କହୁଛ ଇଏ? ଦେଖୁଛନ୍ତି ସାଙ୍ଗମାନେ ଘର କେମିତି ହେଇଛି। ଘର ଭଲ ହେଇନି, ଏ ଘରେ ତୁ ରାତିରେ ଶୋଇପାରିବୁନୁ? କାହିଁକି ନିଦ ହବନି? କଣ ତା ଭିତରେ? ସାଙ୍ଗମାନେ ଦେଖନ୍ତୁ ଏ ଘରର ପରିସ୍ଥିତି ବର୍ତ୍ତମାନ। ଏ ଘରେ ମଣିଷ ରହିବା ତ ଦୂରର କଥା, ଏ ଘରେ ସାପ ବି ରହିବେ କି ନାହିଁ ଠିକ ନାହିଁ, କିନ୍ତୁ ସାପ ରହିବା ପାଇଁ ଏ ଘରଟା ଠିକ ହେଇଛି। ସାପ ଏ ଘରେ ରହିଲେ ତାକୁ ଏ ଘରଟା ସୁଟ କରିବ। କେତେବେଳେ ମୁଁ ଆଇକି ଧସିବ, ଆଇକି ଧସିଲେ ତ ଫେରେ ଆମେ ଏଠି ଆସି ଆଇକି ଧସିଲା ମାନେ ଆମେ ତ ସାଙ୍ଗେ ସାଙ୍ଗେ ଫୋନ ହବ ମାନେ ସାଙ୍ଗେ ସାଙ୍ଗେ ଦୌଡ଼ିକି ଆସିବୁ ନା। ଆଇ ସେ ତ କାହିଁକି ଆଇ ଡହରିଆ ରଖିଲେ ସେ ଡହରିଆକୁ ମାନିବେନି ଲୋ। ସେ ଡହରିଆକୁ କେହି ମାନୁନାହାନ୍ତି ଆଜିକାଲି ନା। ତ ସାଙ୍ଗମାନେ ପୁଣି ଦେଖନ୍ତୁ ଏପଟ ରୁମ୍ ଟାକୁ ଦେଖନ୍ତୁ। ଏ ରୁମ୍ ଟା ଏଇଟା ହଉଛି ମାମୁଁ ଘର ଇଶାଣ ଘର ଥିଲା। ଦେଖନ୍ତୁ ଏ ଘରଟା ଇଶାଣ ଘରଟା। ଏଇ ଯେ ଜାଗାଟା ଆପଣ ମାନେ ଦେଖୁଛନ୍ତି, ଏଇ ଜାଗାରେ ହିଁ ଠାକୁର ଥିଲେ। ମୋ ଅଜା ଯେତେବେଳେ ବର୍ତ୍ତମାନ ଥିଲେ ସେ ଟାଇମରେ ଏ ଘରେ ଠାକୁର ରହୁଥିଲେ। ଇଶାଣ କଣ ଏଇ ଘରଟା, କିନ୍ତୁ ବର୍ତ୍ତମାନ ଏମିତି ଏ ଘର ଭାଙ୍ଗିଛି। ଘର କିନ୍ତୁ ବର୍ତ୍ତମାନ ବି କିଛି ହେଇନି, କାହିଁକିନା ଏ ଘର ଦେଖନ୍ତୁ କି ଏଇ ଯୋଉ ଏପର୍ଯ୍ୟନ୍ତ ଯେକୌଣସି ଜାଗା ବି ଦେଖନ୍ତୁ, କାନ୍ଥ ବି ଏପର୍ଯ୍ୟନ୍ତ କିଛି ହବାକୁ ନାହିଁ। କାନ୍ଥ ଯେମିତି ଥିଲା ସେମିତି ଭଲରେ ଅଛି, କିନ୍ତୁ ଆଜି ଏମିତି ପରିସ୍ଥିତି ପଇଲା କି ଯାହାକି କିଛି ନହବା ଯେ କଥା ବି ହେଇପାରୁଛି। ସେମିତି ସବୁଆଡେ ବି ହୁଏ ପ୍ରୋବ୍ଲେମ। ଆଜି ବି ଏଠି ବି ସେମିତି ଘରର ପରିସ୍ଥିତି ଏମିତି, କିନ୍ତୁ ଘରର ଭଲ ଅଛି। ଖାଲି ଏବେ ବି ଯଦି ଏଇ ଜିନିଷ ସବୁ ଠିକରେ ହେଇଯିବ, ଛପର କରିଦବ କି ଆଜବେଷ୍ଟ ପକେଇଦବ, ଦସ୍ତା ପକେଇଦବ, ଘର ଏବେ ବି ଠିକ ହେଇଯିବ। ଦେଖନ୍ତୁ ଘର, କିନ୍ତୁ ଏ ଘରେ ଡିମିରି ଗଛ ବି ବର୍ତ୍ତମାନ ହେଇଯାଇଛି। ଡିମିରି ଫୁଲ ଆପଣ ମାନେ ଦେଖିଛନ୍ତି କି? ନା ଦେଖିନଥିବେ, କାହିଁକି ନା ଡିମିରି ଫୁଲ ଏଥିରେ କେହି ଦେଖନ୍ତିନି କି ଦେଖିପାରିବେନି। ଡିମିରି ଫୁଲ ଯିଏ ଦେଖିଲା ସେ ହଉଛି ଚିରଦିନ ପାଇଁ ଅମର ହେଇଯାଏ। ସେ କହିବା କଥା ଆମେ ଶୁଣିଛୁ, ଆପଣ ମାନଙ୍କୁ ବି ମୁଁ ଏଇଟା କହୁଛି, ମୁଁ ଜାଣିନି। କଣ ଡିମିରି ଫୁଲ? ମୋ ଝିଅ କହୁଛି ଡିମିରି ଫୁଲ ଦେଖିବ, ଆଉ ଡିମିରି ଫୁଲ ଦେଖିକି କହୁଛି ଦେଖିକି ସେ ଅମର ହବ। ସତରେ ସବୁଦିନ ପାଇଁ କି? ବୁଢୀ ହେଇଗଲା ପରେ ଆଡିକି ଆସୁନୁ। ବୁଢୀ ହେଇଗଲା ପରେ ଫେରେ କଣ କରିବୁ? ବୁଢୀ ହେଇଗଲା ପରେ ତ ତତେ କେହି ଖାଇବାକୁ ଦେବେନି। ଝିଅ ତୁ କହୁଛୁ ଯେ ଯଦି ଡିମିରି ଫୁଲ ଦେଖିଲୁ, ତୁ ଇଏ ଝିଅ କହୁଛି, ମୁଁ ତ କହିଦେଲି ତ ଏମିତି କହୁ ମୁଁ କହିଲି ଡିମିରି ଫୁଲ ଯିଏ ଦେଖିବ ସେ ଚିରଦିନ ପାଇଁ ଅମର ହେଇଯାଏ। ଆମେ ତ ଶୁଣିଛୁ ଲୋକଙ୍କଠୁ, ମୁଁ ସେଇ କଥା କହିଲି। ସେ ସେଇ କଥା କହୁଛି କି ଡିମିରି ଫୁଲ ଯଦି ମୁଁ କହିଲ ଏଇ କଥା ଅମର ହବା କଥା, କହୁଛି ମୁଁ ଦେଖିବି, ମୁଁ ରାତିରେ ଏଠି ଆସି ଯାଇକି ରହିବି। ଆଉ ରାତିରେ ଫୁଟିବ, ସାଙ୍ଗେ ସାଙ୍ଗେ ଫୁଟିବ, ସାଙ୍ଗେ ସାଙ୍ଗେ ବନ୍ଦ ହେଇଯିବ, ଫଳ ହେଇଯିବ ହେଲା। ଭଗବାନଙ୍କ ଗୋଟେ ଲୋକ ରାଜା ଥିଲା କୋଉଠି ମାନେ ଅମର ପାଇବ ବୋଲିକି, ମାନେ ଡିମିରି ଗଛ ଘର ଭିତରେ ଲଗେଇଲା। ବଡ ହେଲା, ସାରା ରାତି ଅନିଦ୍ରା ହବ,
ଏମିତି କେତେ ରାତି ଅନିଦ୍ରା ହେଇଛି। ତାପରେ କଣ ହବ ନା ସେ ଗଛରୁ କେତେ ବର୍ଷ ଟିକେ ଆଖି ପଡି ଯାଇଥିବ ସେ ସାଙ୍ଗେ ସାଙ୍ଗେ ଫୁଲରୁ ଫଳ ହେଇଯାଇଥିବ। ଫୁଲ ଦେଖା ନଥିବ ଫଳ ଦେଖିପାରିବନି। ଆଉ ତୁ କଣ ଦେଖିବୁ? ତୁ ଯଦି ଦେଖିଦେଲୁ ଧର ଦେଖିଦେଲୁ ତୁ ଅମର ହେଇଗଲୁ। ତୁ ଅମର ହେଇଗଲେ ତୁ ବୁଢୀ ହବୁ। ବୁଢୀ ହେଲେ ଏମିତି ତ ଜୀବନ ଯିବନି। ଜୀବନ ଯେତେବେଳେ ନ ଯିବ କଣ କରିବୁ? ତାପରେ ବୁଢୀ ହେଲେ କିଏ ଚଳେଇବ? ହଗିବୁ ମୁତିବୁ ଯେତେବେଳେ କିଏ କରିବ? କେହି କରିବେନି ହେଲା। ସେଥିପାଇଁ ଭଗବାନ ଦେଇଛନ୍ତି ବୟସ ଅନୁସାରେ ଯାହାର ଯେତିକିରେ ଯିବା କଥା ସେ ଯିବ। ନା ସତ କଥା ନୁହଁ? ଆଇ ଆଇ ତ ଏବେ ସାଙ୍ଗମାନେ ଚାଲନ୍ତି ଯିବା ଆମ ମାମୁଁ ଘର ବାରିଆଡେ ସବୁଆଡେ ବୁଲିବା, ଦେଖିବା ବାରିଆଡେ ଜାଗା କେମିତି ସବୁ ଏ ଜାଗା ହାଲ କେମିତି ଅଛି ଦେଖିବା। ଆଉ ଏ ଗଛ ତ ଲାଗିଥିଲା ଗୁଆ ଗଛ। ଏଇ ଗଛ ଦେଖନ୍ତୁ, ଏ ଗୁଆ ଗଛ ଏଇଛି ଏମିତି ଧାଡି ଧାଡି କରି ମୋ ଅଜା ଲଗେଇଥିଲେ। ଆଉ ବର୍ତ୍ତମାନ ବି ଗଛ ଅଛି କିନ୍ତୁ ମୋ ଦୁର୍ଭାଗ୍ୟର କଥା କି ମୋ ଅଜା ଆଉ ନାହାନ୍ତି। କିନ୍ତୁ ଗଛ ବର୍ତ୍ତମାନ ପାଇଁ ଯେମିତି ସେମିତି ଅଛି ବଡ ହେଇକି। ଆଉ ସାଙ୍ଗମାନେ ଦେଖନ୍ତୁ, ଏ ହେଉଛି ମୋ ମାମୁଁ ଘର ଜଙ୍ଗଲ, ପ୍ରବଳ ବଡ଼ ଜଙ୍ଗଲଟେ ବାରିପଟେ। ଜଙ୍ଗଲରେ କେବଳ ଆପଣ ମାନେ ଦେଖଉଛି ଦେଖନ୍ତୁ। ବର୍ତ୍ତମାନ ଏଇଟା ହେଉଛି ମାମୁଁଙ୍କ ଘର। ସେଠି ଆପଣ ମାନଙ୍କୁ ଦେଖଉଛି ଏଇଟା ହେଉଛି ମାମୁଁଙ୍କ ଘର ଏଠି। ଆଉ ଏଗୁଡ଼ାକ ତ ଏଇ ଘରଟା ହେଉଛି ଯେଉଁ ଭଙ୍ଗା ହେଇଯାଇଛି, ଯେଉଁ ଘର ବର୍ତ୍ତମାନ ଭାଙ୍ଗି ଯାଉଛି। ଭାଙ୍ଗି ଗଲା, ଇଏ ତ ପୁରା ଭାଙ୍ଗିଯିବ। ଆଉ ତାର ବି କିଛି ନାହିଁ କହିବାର, ସେ ରହିବାର ନାହିଁ ଆଉ। ଏରା ସବୁ ଦେଖନ୍ତୁ ବର୍ତ୍ତମାନ ଏରା ହେଉଛି। ତ ଏବେ ଚାଲନ୍ତୁ ସାଙ୍ଗମାନେ ଯିବା ମାମୁଁ ଘର ବାରିଆଡ଼ିକି ଯିବା। ଏ ବାରିଆଡ଼େ ବର୍ତ୍ତମାନ ଯିବା ଦେଖିବା। ଏ ବାରିଆଡ଼େ କେବଳ ଜଙ୍ଗଲ ହିଁ ଜଙ୍ଗଲ ଆପଣମାନଙ୍କୁ ଦେଖିବାକୁ ମିଳିବ, କିଛି ନାହିଁ ଏଠି। ଏବେ ବାଉଁଶ ବୁଦା ଏଇଟାକୁ ଆପଣମାନେ ଜାଣିଛନ୍ତି ଏଟାକୁ କଣ କହନ୍ତି? ଏଟାକୁ ଯାହା କୁହନ୍ତି ଆପଣମାନେ ଜାଣିପାରୁଥିବେ। ଦେଖିକି କମେଣ୍ଟ ଦ୍ୱାରା ଜଣାନ୍ତୁ ଏଇଟା କି ଗଛ, ଏସବୁ କି ବୁଦା। ଆଉ ଏ ଜାଗାଟା ଆପଣମାନଙ୍କୁ କେମିତି ଲାଗୁଛି ଆପଣମାନେ ଜଣେଇବେ। ଜାଗାଟା ମୋତେ ବହୁତ ଭଲ ଲାଗେ। ମୋ ପିଲାବେଳେ ମୁଁ ଯେତେବେଳେ ଏଠି ପାଠ ପଢ଼ୁଥିଲି ରହିକି, ଏ ଜାଗାଟା ମୋତେ ବହୁତ ବଢ଼ିଆ ଲାଗୁଥିଲା। ଏଇ ଜାଗାଟା କେବଳ ସଫା ଟିକେ ଲାଗୁଛି ଏଇଟା, କାହିଁକି ନା ଏଇଟା ଅନ୍ୟ ଜଣଙ୍କର ବାରି। ଏଇଟା ସେଇଟା ସେପଟ ଦେଖେ। ସେ ଜାଗାଟା ହେଉଛି ଆମର ହେଉଛି ଏଇଟା ମାମୁଁ ଘର। ଏଇଟା ହେଉଛି ସବୁ ଗଛ ଯେଉଁ ବାଉଁଶ ବୁଦା ଯେତେ ସବୁ ଲାଗିଛି ଏଇଟା ମାମୁଁ ଘର ଲାଗିଛି। ଆଉ ଏଗୁଡ଼ାକ ସବୁ ଅଲଗା ଲୋକମାନଙ୍କର। କିଛି ସଫା ରଖିନାହାନ୍ତି, ପୁରା ମଇଳା ପୁରା କରିଦେଇଛନ୍ତି। ଆଉ ବିଡ଼ା ଥୁଆ ହେଇଛି। ବିଡ଼ା ସବୁ ଥୁଆ ହେଇଛି। କଣ ଏଗୁଡ଼ାକ ବିଡ଼ା ହେଇକି ସମସ୍ତେ ଶୋଉଛନ୍ତି। ଗୋଟେ ଏଠି ଥୁଆ ହେଇଛି, ଗୋଟେ ସେଠି ଥୁଆ ହେଇଛି। ନେଇଗଲେଣି। ଆମର ନା କାହାର? ଆମର ଅଛି ସେତକ। ସେ ସାଙ୍ଗମାନେ ସେଗୁଡାକ ଆମ ମାମୁଁ ଘର ହଉଛି। ସେଇ ଗଛଠୁ ସେ ଯୋଉ ଚାଖୁଣ୍ଡା ଆପଣମାନଙ୍କର ଗଛଠୁ। ଯଦି ବାଉଁଶ କେବେ ଦରକାର ପଡିବ ଆପଣ ମାନେ ମତେ ମେସେଜ କରି କମେଣ୍ଟ କରିବେ। ଆଉ ଏଗୁଡାକ ତ ସବୁ ସଫା ସୁତୁରା ହେଇକି ଅଛି, କିନ୍ତୁ ଏଇଟା ବି ସଫା ଅଛି ଟିକେ ଯେ, କିନ୍ତୁ ଜଙ୍ଗଲ ହିଁ କେବଳ ଜଙ୍ଗଲ। ସେପଟେ ହଉଛି ଜଣେ ଅନ୍ୟ ଘର। କୋଉଟା? ଚାଲୁନ ସେଇ ସିଧା ସେ ହଁ ସେଇପଟେ ଦେଖାଯାଉ ବୁଲୁଛି। ଏପଟେ ହଉଛି ମେନ୍ ରୋଡଟା। ଏପଟେ ଗଲେ ସେପଟେ ରୋଡଟା ବର୍ତ୍ତମାନ ଦେଖନ୍ତୁ, ସେଠି ହଉଛି ରୋଡ। ଆଉ ଆମେ ବର୍ତ୍ତମାନ ଏଇ ଲାଷ୍ଟ ସୀମାରେ ଆସି ପହଞ୍ଚିଗଲୁ ଜଙ୍ଗଲର। ଏଇଟା ହଉଛି ଏଇଟା ଆମ ମାମୁଁ ଘର। ଏଇଠି ମୁଁ ପାଠ ପଢୁଛି। ସେଇଟା ଆମ ମାମୁଁ ଘର ନା ବଡ ମା ଘର। ଏ କେନ୍ଦୁ ଗଛକୁ ଦେଖେଇଲେ, କେନ୍ଦୁ ଗଛ ଦେଖନ୍ତୁ ସାଙ୍ଗମାନେ। ଏ ଗଛରୁ କେନ୍ଦୁ ନେଇଛୁ। କେନ୍ଦୁ ନେଇକି ଆମେ କେନ୍ଦୁରେ କଣ କରୁ ଛୋଟବେଳେ ଆପଣମାନେ ଜାଣିଥିବେ। କେନ୍ଦୁ ଦ୍ୱାରା ଆମେ କଣ କରୁ ନା, ଏ ଯୋଉ ଗୁଡି ଆପଣମାନେ ଜାଣିଥିବେ, ଉପରେ ଯୋଉ ଗୁଡି ଉଡେ, ଆମେ ସେ ଗୁଡି କରିବୁ ବୋଲି ଗଛରେ ଚଢିଥିଲୁ। ଚଢିକି ଗଛରୁ କେନ୍ଦୁ ପାରଉ। କିନ୍ତୁ ଏବେ ବି ସେ ଗଛ ବର୍ତ୍ତମାନ ବି ସେ ଠିକ ଅଛି। କିନ୍ତୁ ଆମେ ବୟସ ଅନୁସାରେ, ଆମେ କିନ୍ତୁ ପରିସ୍ଥିତି ସମୟ ଅନୁସାରେ ସବୁ ଚେଞ୍ଜ ହେଇଗଲାଉ। ସମସ୍ତେ ବି ଚେଞ୍ଜ ହେଇଗଲେ। ତ ସାଙ୍ଗମାନେ ଆମେ ବର୍ତ୍ତମାନ ରେଡି ହେଲୁ ଇନଷ୍ଟାରେ ଗୋଟେ ଭିଡିଓ ପୋଷ୍ଟ କରିବୁ। ଇନଷ୍ଟା ଭିଡିଓ କେମିତି ହବ ଆମେ ଦେଖିବା। ଗୋଟେ ଆଜି କେମିତି ଲାଗୁଛି ଏ ଜଙ୍ଗଲରେ। ଆଉ ମାମୁଁ ପୁଅ ମାମୁଁ ଝିଅ ସମସ୍ତେ ମିଶି ଆମେ ଗୋଟେ ଇନଷ୍ଟାରେ କରିବୁ ଭିଡିଓ, ଦେଖିବା କେମିତି ଲାଗୁଛି। ଏବେ ସାଙ୍ଗମାନେ ଯିବାର ସମୟ ଆସିଗଲା ମାମୁଁ ଘରୁ। ତ
तो ए मु जीवाक बाहरली तो आपण मैंने आज ब्लॉग टी शेष करने पूर्व देखा आई कौन कौच सब शुणीदे तापर ब्लॉग टी आज ब्लॉग टी शेष करवा पुणी देखा पुणी आउ एक नुआ ब्लॉग रे हाँ এইটা তো সাং মানে মোর টोपी এটা মুন্ডরে टोपीटा दबी चलबी हाँ भल जमती ना सेमती भल अच्छे हाँ काको हाँ सुमी की बाहा करिया आर वर्ष हाँ हाँ तो ए सांग मैंने जीवी आज आई घर आई आई जाऊचा आसबि पुणी आसबि जो फेर भड़ा पड़ो आसबि कौन करी घी मो तो मन ना बो तो मन पकड़लानी तो सांग मैंने आईर इच्छा थी घी खाइब बोलिकी मोर भी मन ना मुझे जानी ए विषय बो भी मत घी देलानी आई मन दुख करुच्ची पुणी के भितर आसबि आई पे क्षीर घी नहीं कि आसबि आई जाऊचा काशटा हला फिर बर्ती काटा खाई देबू हां 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 गुड्डू मु जाउची जाऊ चला हाँ टाटा कर दियो को टाटा कर दे भारी भय हाँ ए सांग मैंने रखुची पुणी देखा आउ एक नुआ ब्लॉग रे।